ଥରେ କୌଣସି ଏକ କଲେଜ ଅଧ୍ୟାପକ ଶିକ୍ଷାଦାନ ଦେଉଥାନ୍ତି। ସେ ଲକ୍ଷ୍ୟ କରୁଥିଲେ ପାଠପଢ଼ା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଜଣକ ପରେ ଜଣେ ଛାତ୍ର ଆସି ବିଳମ୍ବରେ ପହଞ୍ଚୁଥାନ୍ତି। ସେ ପିଲାଙ୍କର କାହିଁକି ଡେରି ହେଲା ବୋଲି ଅଧ୍ୟାପକ ଜଣକ ଜଣ ଜଣ କରି ପଚାରିଲେ। ମାତ୍ର ସେମାନେ ଡେରି ପାଇଁ ନାନା ବାହାନା ଦେଖାଇ ଖସିଯିବାକୁ ଚାହିଁଲେ। ହେଲେ ପ୍ରକୃତ କଥାଟି ଥିଲା, କୌଣସି ପିଲା ସମୟର ମୂଲ୍ୟ ନେଇ ସଚେତନ ନଥିଲେ। ଟିକିଏ ଡେରି ହୋଇଗଲା ତ କ'ଣ ହୋଇଗଲା, ଏହି ଚିନ୍ତାଧାରା ସେମାନଙ୍କ ମନରେ ଥିଲା। ତହୁଁ ଅଧ୍ୟାପକ ଜଣକ ସମୟର ମୂଲ୍ୟ ବିଷୟରେ ସଚେତନ କରାଇ ଦେବାକୁ ଯାଇ ଗପଟିଏ କହିଲେ। ଅଧ୍ୟାପକ କହିଲେ, ପିଲାଏ, ତୁମେ ଯଦି ଗୋଟିଏ ବର୍ଷ ସମୟର ମୂଲ୍ୟ କେତେ ଜାଣିବାକୁ ଚାହଁ, ତେବେ ଶ୍ରେଣୀରେ ବର୍ଷେ ଫେଲ୍ ହୋଇ ରହିଯାଇଥିବା ପିଲାଙ୍କୁ ପଚାର। ଯଦି ତୁମେ 1 ମାସ କାଳ ସମୟର ମୂଲ୍ୟ ଜାଣିବାକୁ ଚାହୁଁଛ, ତେବେ ତୁମେ ଜଣେ ଏମିତି ମାଆକୁ ପଚାରିବ ଯାହାର ସନ୍ତାନ କୌଣସି କାରଣରୁ ମାସକ ଆଗରୁ ଜନ୍ମ ହୋଇ ଏବେ ଗୁରୁତର ଅବସ୍ଥାରେ ଅଛି। ଆଉ ତୁମେ ଯଦି ଗୋଟିଏ ସପ୍ତାହର ସମୟ କାଳର ମୂଲ୍ୟ କେତେ ଜାଣିବାକୁ ଚାହଁ, ତେବେ ପଚାର ଜଣେ ସାପ୍ତାହିକୀର ସମ୍ପାଦକଙ୍କୁ। ଠିକ୍ ସେହିପରି ଗୋଟିଏ ଘଣ୍ଟାର ମୂଲ୍ୟ ଜାଣିବାକୁ ଚାହିଁଲେ ପଚାର ପରସ୍ପରକୁ। ଅପେକ୍ଷା କରିଥିବା 2 ପ୍ରେମୀ ଯୁଗଳଙ୍କୁ। ତୁମେ ଗୋଟିଏ ମିନିଟ୍ ସମୟର ମୂଲ୍ୟ ଜାଣିବାକୁ ଚାହିଁଲେ ଷ୍ଟେସନରେ ଟ୍ରେନ୍ ଫେଲ୍ ହୋଇଥିବା କୌଣସି ଯାତ୍ରୀକୁ ପଚାରିଲେ ସେ କହିପାରିବ। ଆଉ ଗୋଟିଏ ସେକେଣ୍ଡର ମୂଲ୍ୟ ଜାଣି ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିବା କୌଣସି ବ୍ୟକ୍ତିଠାରୁ। ଶେଷରେ ତୁମେ ଯଦି 1 ସେକେଣ୍ଡର ଭଗ୍ନାଂଶର ମୂଲ୍ୟ ବି କେତେ ଗୁରୁତ୍ୱପୂର୍ଣ୍ଣ ଜାଣିବାକୁ ଚାହିଁଲେ ଗୋଟିଏ ସେକେଣ୍ଡରୁ କମ୍ ସମୟ ସକାଶେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଲାଭ କରିଥିବା କୌଣସି ଧାବକଠାରୁ ଏହାର ଉତ୍ତର ମିଳିପାରିବ। ଏହିସବୁ ଘଟଣା ସେଦିନ ଅଧ୍ୟାପକ ଜଣକ ଶ୍ରେଣୀର ପିଲାଙ୍କୁ କହିବାରୁ ସମସ୍ତେ ସମୟର ମୂଲ୍ୟ ଯେ କେତେ ମୂଲ୍ୟବାନ ଜାଣିପାରିଲେ। ସେହିଦିନଠାରୁ କେହି ଜଣେ ହେଲେ କୌଣସି କାର୍ଯ୍ୟରେ ମୁହୂର୍ତ୍ତେ ବିଳମ୍ବ କରିବାକୁ ଶ୍ରେୟ ମଣିଲେ ନାହିଁ। ତ ଶ୍ରୋତାବନ୍ଧୁମାନେ, ଆଶା କରୁଛି ଆଜିର ଏହି ଗପଟି ଆପଣମାନଙ୍କୁ ନିଶ୍ଚିତ ପସନ୍ଦ ଆସିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଫଲୋ, ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁନି। ତେଣୁ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଗପ ସହିତ। ଜୟ ଜଗନ୍ନାଥ। ସମାପ୍ତ।